ପୋଖରୀ ଖୋଳିବା ସମୟରେ ବାହାରିଲା ଡାଇନୋସର କଙ୍କାଳ। ବୈଜ୍ଞାନିକ କହିଲେ 50ରୁ 100 ବର୍ଷ ପୁରୁଣା। ରାଜସ୍ଥାନର ଜୈସାଲମେରରେ ବୈଜ୍ଞାନିକମାନେ ଏପରି ଏକ ଭଣ୍ଡାର ପାଇଛନ୍ତି ଯାହା ବହୁତ ସୂଚନା ପ୍ରଦାନ କରିପାରିବ। ପ୍ରକୃତରେ ଏଠାକାର ଏକ ଗାଁରେ ଏକ ପୋଖରୀ ଖୋଳିବା ସମୟରେ ବୈଜ୍ଞାନିକମାନେ ଡାଇନୋସର ଯୁଗର ଜୀବାଶ୍ମ ପାଇଛନ୍ତି। ଏଗୁଡ଼ିକ ଏକ ଡାଇନୋସର କଙ୍କାଳ ଭାବରେ ମଧ୍ୟ ବିବେଚିତ କରାଯାଉଛି। ତଥାପି ସେମାନଙ୍କର ବୈଜ୍ଞାନିକ ନିଶ୍ଚିତକରଣ ଏପର୍ଯ୍ୟନ୍ତ ହୋଇନାହିଁ। ପୋଖରୀ ଖୋଳିବା ବେଳେ ବାହାରିଲା କଙ୍କାଳ। ଫତେଗଡ଼ ଉପଖଣ୍ଡରେ ମେଘା ଗାଁରେ ଏକ ପୋଖରୀ ଖୋଳିବା ସମୟରେ ଲୋକମାନେ ଏହି ଅନନ୍ୟ ପଥର ଗଠନ ଏବଂ ଏକ ବଡ଼ କଙ୍କାଳ ସଦୃଶ ଏକ ଗଠନ ପାଇଲେ। ଏହି ଖଣ୍ଡଗୁଡ଼ିକ ମଧ୍ୟରୁ କିଛି ଜୀବାଶ୍ମ କାଠ ପରି ଦେଖାଯାଉଥିବା ବେଳେ ବାକିଗୁଡ଼ିକ ହାଡ଼ ପରି ଦେଖାଯାଉଛି। ଫତେଗଡ଼ର ଉପବିଭାଗ ଅଧିକାରୀ ଏବଂ ତହସିଲଦାର ବୁଧବାର ଘଟଣାସ୍ଥଳରେ ପରିଦର୍ଶନ କରି ଅବଶେଷଗୁଡ଼ିକୁ ଯାଞ୍ଚ କରିଛନ୍ତି। ଫତେଗଡ଼ର ଉପବିଭାଗ ଅଧିକାରୀ ଭାରତରାଜ ଗୁର୍ଜର ଗୁରୁବାର କହିଛନ୍ତି, ଆମେ ଏକ ଉଚ୍ଚ କର୍ତ୍ତୃପକ୍ଷ ଏବଂ ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ GISର ବୈଜ୍ଞାନିକମାନଙ୍କୁ ତଦନ୍ତ ପାଇଁ ଘଟଣାସ୍ଥଳକୁ ଆସିବାର ଆଶା କରାଯାଉଛି। ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ ଆମେ ଜୀବାଶ୍ମର ବୟସ ଏବଂ ପ୍ରକାର ନିଶ୍ଚିତ କରିପାରିବୁ। ପ୍ରତ୍ନତାତ୍ତ୍ୱିକ ପାର୍ଥ ଗଜିନ୍ କହିଛନ୍ତି, ଏଠାରେ ମିଳିଛି କିଛି ଗଠନ ପଥର କାଠ ପରି ଦେଖାଯାଉଛି, କିନ୍ତୁ ଏକ ବଡ଼ ଗଠନ ମଧ୍ୟ ଅଛି ଯାହା କଙ୍କାଳ ପରି ଦେଖାଯାଏ। ଏସବୁର ମିଶ୍ରଣ ସୂଚନା ଦିଏ ଯେ ଏହି ଅବଶେଷଗୁଡ଼ିକର ଲକ୍ଷ ଲକ୍ଷ ବର୍ଷ ପୁରୁଣା ହୋଇଥାଏ, ସମ୍ଭବତଃ ଡାଇନୋସର ଯୁଗର। ତଥାପି ବିଶେଷଜ୍ଞମାନେ ବୈଜ୍ଞାନିକ ପରୀକ୍ଷଣ ପୂର୍ବରୁ ଏଗୁଡ଼ିକ ବିଷୟରେ କୌଣସି ନିଷ୍କାର ବାହାର କରିବା ବିରୋଧରେ ସତର୍କ କରାଯାଇଛି। 100 ବର୍ଷ ପୁରୁଣା ପ୍ରଫେସର ଶ୍ୟାମସୁନ୍ଦର ମୀନା କହିଛନ୍ତି, ଏହି ଅବଶେଷଗୁଡ଼ିକ କୌଣସି ଗଭୀର ଖନନରୁ ବାହାରି ନାହିଁ, କିନ୍ତୁ ପୃଷ୍ଠରେ ଦୃଶ୍ୟମାନ। ଏହା ସମ୍ଭବ ଯେ ଏଗୁଡ଼ିକ ବହୁତ ପ୍ରାଚୀନ ନୁହେଁ ଏବଂ କେବଳ 50ରୁ 100 ବର୍ଷ ପୁରୁଣା। କେବଳ କାର୍ବନ ଡେଟିଂ ଏବଂ ବୈଜ୍ଞାନିକ ବିଶ୍ଳେଷଣର ଅନନ୍ୟ ପଦ୍ଧତି ସେମାନଙ୍କର ସଠିକ୍ ବୟସ ନିର୍ଣ୍ଣୟ କରିପାରିବ।